ବନ୍ଧୁଗଣ, ତୁମେ କ'ଣ ଜାଣ ଯେ ସକାଳେ ଉଠିବା ପରେ ତୁମର ପ୍ରଥମ ଚିନ୍ତାଧାରା ତୁମର ସମଗ୍ର ଦିନ, ତୁମର ସମଗ୍ର ମନ ଏବଂ ତୁମର ସମଗ୍ର ଜୀବନକୁ ଗଠନ କରିଥାଏ। ଆଜିର କାହାଣୀ କେବଳ ଶୁଣିବା ପାଇଁ ନୁହେଁ, ବରଂ ଅନୁଭବ କରିବା ପାଇଁ, କାରଣ ଏହା ଏକ ଭଙ୍ଗା ମନ ଥିବା ଯୁବକର କାହାଣୀ ଏବଂ ସେହି ସକାଳ ଯାହା ତାର ସମଗ୍ର ଜୀବନକୁ ବଦଳାଇ ଦେଇଥିଲା। ଏହା ଏକ ବହୁତ ପୁରୁଣା କାହାଣୀ। ଏକ ଛୋଟ ଗାଁରେ ଆନନ୍ଦ ନାମକ ଜଣେ ଯୁବକ ରହୁଥିଲେ। ବାହାରୁ ସବୁ କିଛି ଠିକ୍ ଥିବା ପରି ମନେ ହେଉଥିଲା, କିନ୍ତୁ ତାଙ୍କ ମନ ଭିତରେ ଦିନକୁ ଦିନ ଭାଙ୍ଗି ପଡ଼ୁଥିଲା। ପ୍ରତିଦିନ ସକାଳେ ସେ ଉଠି ପ୍ରଥମେ ତାଙ୍କ ମୋବାଇଲ ଦେଖିବା ପାଇଁ ଚେଷ୍ଟା କରୁଥିଲେ। ସେ ସୋସିଆଲ ମିଡ଼ିଆରେ ଲୋକଙ୍କ ଚମତ୍କାର ଜୀବନକୁ ଦେଖୁଥିଲେ ଏବଂ ତାପରେ ନିଜ ଜୀବନ ସହିତ ତୁଳନା କରୁଥିଲେ। ମୋ ପାଖରେ କ'ଣ ଅଛି? ମୋର ଭାଗ୍ୟ ଏତେ ଖରାପ କାହିଁକି? ମୁଁ କାହିଁକି ପଛରେ ରହିଲି? ଏହି ପ୍ରଶ୍ନଗୁଡ଼ିକ ପ୍ରତିଦିନ ତାଙ୍କ ମନକୁ କଷ୍ଟ ଦେଉଥିଲା। ତାଙ୍କ ମା ପ୍ରତିଦିନ କହୁଥିଲେ, ପୁଅ, ପ୍ରତିଦିନ ସକାଳେ ମନ୍ଦିର ଯାଅ ଏବଂ ଭଗବାନଙ୍କୁ ପ୍ରାର୍ଥନା କର। କିନ୍ତୁ ଆନନ୍ଦ ହସି କହୁଥିଲେ, ମା, ଭଗବାନ ମଧ୍ୟ ମୋ ଜୀବନକୁ ବଦଳାଇ ପାରିବେ ନାହିଁ। ତାଙ୍କ କଥାରେ ନିରାଶା ଏବଂ ଆଖିରେ କ୍ଳାନ୍ତି ଭରି ହୋଇ ରହିଥିଲା। ଗୋଟିଏ ଦିନ ଆରବ ଶୁଣିଲେ ଯେ ଗୌତମ ବୁଦ୍ଧ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଛନ୍ତି। ଲୋକମାନେ କିଏ ବସି ତ କିଏ ଛିଡ଼ା ହୋଇ ତାଙ୍କ କଥା ଶୁଣୁଥିଲେ। ଆନନ୍ଦ ଭିତରକୁ ଅନୁସରଣ କଲେ। ଯେତେବେଳେ ସେ ବୁଦ୍ଧଙ୍କୁ ଦେଖିଲେ, ତାଙ୍କ ମୁହଁ ଶାନ୍ତ ଥିଲା, ଯେପରି ସମଗ୍ର ବିଶ୍ୱର ବିଶୃଙ୍ଖଳା ତାଙ୍କ ପାଖରେ ପହଞ୍ଚି ନଥିଲା। ଆନନ୍ଦ ତାଙ୍କୁ ପଚାରିଲେ, ପ୍ରଭୁ, ଯାହା ଘଟିଗଲା ତାହା ଉପରେ ମୁଁ କାହିଁକି ଦୁଃଖିତ? ବୁଦ୍ଧ ହସି ଧୀରେ କହିଲେ, ପୁଅ, ତୁମେ ଭୁଲ ସ୍ଥାନରେ ଜୀବନ ଆରମ୍ଭ କରୁଛ। ଆନନ୍ଦ ଆଶ୍ଚର୍ଯ୍ୟ ହୋଇଗଲେ, ଭୁଲ ସ୍ଥାନ? ଏଇଟା ପୁଣି କ'ଣ? ବୁଦ୍ଧ କହିଲେ, ତୁମେ ସକାଳର ପ୍ରଥମ ମୁହୂର୍ତ୍ତ ନଷ୍ଟ କରୁଛ। ମୋତେ କୁହ, ତୁମେ ଉଠିବା ମାତ୍ରେ କ'ଣ କର? ଆନନ୍ଦ ତାଙ୍କୁ ସତ୍ୟ କହିଲେ, ମୁଁ ମୋର ମୋବାଇଲ ଦେଖେ, ଅଭିଯୋଗ କରେ, ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରେ ଏବଂ ହତାଶାରେ ବୁଡ଼ିଯାଏ। ବୁଦ୍ଧ କହିଲେ, ଯେଉଁ ବ୍ୟକ୍ତି ସକାଳେ ମନକୁ ହରାଏ ସେ ସନ୍ଧ୍ୟା ସୁଦ୍ଧା ନିଜ ଜୀବନ ହରାଇଥାଏ। ତାପରେ ବୁଦ୍ଧ ଆନନ୍ଦଙ୍କୁ ତାଙ୍କ ଜୀବନ ବଦଳାଇବା ପାଇଁ 4ଟି ନିୟମ ଦେଇଥିଲେ। ପ୍ରଥମ ନିୟମ, ଉଠିବା ମାତ୍ରେ ଧନ୍ୟବାଦ କୁହନ୍ତୁ, ଆଜି ମୁଁ ଜୀବିତ। ଏତିକି ଯଥେଷ୍ଟ। ଦ୍ୱିତୀୟ ନିୟମ, ପ୍ରତିଦିନ ସକାଳେ 5 ମିନିଟ୍ ପାଇଁ ଚୁପଚାପ ବସି ରୁହନ୍ତୁ, ଆଖି ବନ୍ଦ କରନ୍ତୁ ଏବଂ ନିଜ ନିଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ତୃତୀୟ ନିୟମ, ଆଜି ପାଇଁ ଏକ ସଂକଳ୍ପ ନିଅ, ଆଜି ମୁଁ କାହାର ହୃଦୟ ଭାଙ୍ଗିବି ନାହିଁ ଏବଂ ମୋର କାମ ସମ୍ପୂର୍ଣ୍ଣ ମର୍ଯ୍ୟାଦାର ସହିତ କରିବି। ଚତୁର୍ଥ ନିୟମ, ଅଭିଯୋଗ କରିବା ବନ୍ଦ କର ଏବଂ ସେବା କରିବା ଆରମ୍ଭ କର। ତୁମର ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହ ଏବଂ ଯାହା ନାହିଁ ତାହା ପାଇଁ କଠିନ ପରିଶ୍ରମ କର। ଆନନ୍ଦ ଏହି 4ଟି ନୀତିକୁ ତାଙ୍କ ଜୀବନର ଏକ ଅଂଶ କରିଦେଲେ। ପ୍ରଥମ ଦିନ ସେ ଅଜବ ଅନୁଭବ କଲେ, କିନ୍ତୁ ଧୀରେ ଧୀରେ ଫଳାଫଳ ଦୃଶ୍ୟମାନ ହେଲା। 7 ଦିନ ପରେ ତାଙ୍କ ନିଦ ଭଲ ହେଲା। 15 ଦିନ ପରେ ତାଙ୍କର କ୍ରୋଧ କମିଗଲା। 30 ଦିନ ପରେ ଲୋକମାନେ କହିବାକୁ ଲାଗିଲେ, ଆନନ୍ଦ କିଛି ଅଲଗା ଅଲଗା ଲାଗୁଛି। ତାଙ୍କ ମୁହଁରେ ଶାନ୍ତି ଏବଂ ତାଙ୍କ ଆଖିରେ ନୂତନ ଆଶା ଦେଖାଗଲା। ଗୋଟିଏ ଦିନ ଆନନ୍ଦ ପୁଣି ବୁଦ୍ଧଙ୍କ ପାଖକୁ ଯାଇ କହିଲେ, ପ୍ରଭୁ, ଆପଣ ମୋ ଜୀବନ ବଦଳାଇ ଦେଇଛନ୍ତି। ବୁଦ୍ଧ ହସି କହିଲେ, ନା ପୁଅ, ମୁଁ କିଛି ବଦଳାଇ ନାହିଁ। ଆପଣ ଆପଣଙ୍କର ସକାଳ ବଦଳାଇ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ଜୀବନ ବଦଳି ଯାଇଛି। ବନ୍ଧୁଗଣ, ଯଦି ଆପଣ ମଧ୍ୟ ଆପଣଙ୍କର ଜୀବନ ବଦଳାଇବାକୁ ଚାହାନ୍ତି, ତେବେ କାଲି ସକାଳେ ଆପଣଙ୍କର ଦିନ ମୋବାଇଲ ଫୋନ୍ ସହିତ ନୁହେଁ, ବରଂ କୃତଜ୍ଞତା ସହିତ ଆରମ୍ଭ କରନ୍ତୁ। ଚୁପ୍ ବସି ଏକ ସଂକଳ୍ପ ନିଅନ୍ତୁ ଏବଂ ସମ୍ପୂର୍ଣ୍ଣ କଠିନ ପରିଶ୍ରମ ସହିତ ଆପଣଙ୍କର ଦିନ ବଞ୍ଚାନ୍ତୁ। ମନେ ରଖନ୍ତୁ, ଯିଏ ତାଙ୍କର ସକାଳ ଜିତିଥାଏ ସେ ତାଙ୍କର ଜୀବନ ଜିତିଥାଏ।